ପାରଳାଖେମୁଣ୍ଡି ରଥରେ ଅଖଚକ ଲାଗିଲା। ଦକ୍ଷିଣ ଓଡ଼ିଶାର ସର୍ବବୃହତ୍ ରଥଯାତ୍ରା ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଅନୁଷ୍ଠିତ ହୋଇଆସୁଛି। ଶ୍ରୀକ୍ଷେତ୍ର ପରି ଏଠାରେ ମଧ୍ୟ ରଥଯାତ୍ରାରେ 3ଟି ରଥ ନିର୍ମାଣ ହୋଇଥାଏ। ଆସନ୍ତା ମାସ 16 ତାରିଖରେ ଚଳିତ ବର୍ଷର ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ଏଥିନିମନ୍ତେ 3 ରଥର ନିର୍ମାଣ କାର୍ଯ୍ୟ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଶୁଭାରମ୍ଭ ହୋଇଛି। ରଥ ନିର୍ମାଣ ସକାଶେ ଯେଉଁ ଗଛର କାଠ ଆବଶ୍ୟକ ହୋଇଥାଏ ତାହା ରଥଯାତ୍ରା କମିଟି ତରଫରୁ ସଂଗ୍ରହ କରାଯାଇଛି। ଆଜି ବଳଭଦ୍ର ରଥର ଅଖ ଓ ଚକ ଲଗାଯାଇଥିଲା। ଏଥିରେ ପାରଳାଖେମୁଣ୍ଡି ରଥଯାତ୍ରାର ରଥ ନିର୍ମାଣ କମିଟିର ସଦସ୍ୟ ମୁଖ୍ୟ ମହାରଣାଙ୍କ ସମେତ କାରିଗରମାନେ ଉପସ୍ଥିତ ଥିଲେ। ଆଜିଠାରୁ ରଥ ନିର୍ମାଣ ସ୍ଥାନ ଦେଇ ବଡ଼ ବଡ଼ ଯାନବାହନ ଚଳାଚଳ ନ କରିବାକୁ କମିଟି ତରଫରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଆସନ୍ତା ମାସ 10 ତାରିଖ ସୁଦ୍ଧା 3 ରଥର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ମୁଖ୍ୟ ମହାରଣା କହିଛନ୍ତି। ଅଶୋକ କୁମାର ମହାରଣା, ପାରଳାଖେମୁଣ୍ଡି ରଥର ମୁଖ୍ୟ ମହାରଣା। 3ଟି ରଥର ବର୍ତ୍ତମାନ ରଥ କାମ ପ୍ରସ୍ତୁତି ଆରମ୍ଭ ଚାଲିଛି। ଆମର ଯେଉଁ ମିଟିଂ ଥିଲା ସଫରଙ୍କ ଅଫିସରେ, ଯାହା ମିଟିଂରେ ସ୍ଥିର କରାହେଲା ତାର ଦିନ ରଥ କାଠ ବାହାର କରିବା ପାଇଁ ଗୋଦାମରେ ଆମର ପୁରୁଣା କାଠ ଥାଏ, କେତେ ବ୍ୟବହାର ହେବା କାଠ, ଯେଉଁଗୁଡ଼ାକ ଭଲ କାଠ ଅଛି ସେଗୁଡ଼ା ବ୍ୟବହାର ହୁଏ, ଯେଉଁଗୁଡ଼ା ଖରାପ ହେଇଯାଇଥାଏ ତା ବଦଳରେ ନୂଆ କାଠ ଆଣି ଦିଆଯାଏ ରଥରେ। ଚଳିତ ଥର ବର୍ତ୍ତମାନ ଯୋଉ କାଠ ଆବଶ୍ୟକ ଅଛି, ଗତ ବର୍ଷ ବାହାର କଲା କେତେଟା ଖଣ୍ଡେ ଭାଙ୍ଗି ହେଇଛି, ସେ ବଦଳରେ ନୂଆ କାଠ ଦିଆ। ନୂଆ କାଠ ବି ଆସ୍ତେ ଆସ୍ତେ ମିଲରେ ପଡିଛି। 100 ମିଲରେ କାଠ ମିଲରୁ କଟା ହେଇ ଆସିଛି। 2-4 ଦିନ ଭିତରେ ପହଞ୍ଚିବାର ସମ୍ଭାବନା ଅଛି। ପାରିଶ୍ରମିକ ସମସ୍ୟା ନୁହଁ। 2 ବର୍ଷ ପ୍ରତ୍ୟେକ ଥର କମିଟି କ'ଣ ନିର୍ଦ୍ଧାରିତ କରିଥାଏ 3 ବର୍ଷ ଥରେ ବଢାଇବା। ସେ ଜିନିଷଟା କ'ଣ ହବ, ଏ ବର୍ଷ ସେଟା 3 ବର୍ଷ ହବାକୁ ଯାଉଛି। ହେଲେ ସେମାନେ ଏ ଯୋଉ ଖରାକୁ ଦୃଷ୍ଟିରେ ରଖି ପରିଶ୍ରମ ଚାରିଆଡେ ପ୍ରତ୍ୟେକ ଜିନିଷର ଦରଦାମ ବୃଦ୍ଧି ଧରି ସେମାନେ ସବୁ ଦାବି କରିଥିଲେ, ଗତ ବର୍ଷ ଦାବି କରିଥିଲେ। ଏ ବର୍ଷ ତାକୁ କରାଉଛି, କାର୍ଯ୍ୟକାରିତା କରାଗଲା, ସେମାନଙ୍କର ବଢାଇବା ପାଇଁ ସ୍ଥିର କରାଯାଇଛି। 10 ତାରିଖ ସୁଦ୍ଧା ରଥ ସାରିବା ପାଇଁ ଚେଷ୍ଟା କରୁଛୁ। ଏ ବର୍ଷ କାମ ଟିକେ ଜଲ୍ଦି ଆରମ୍ଭ ହେଉଛି ଆମର, ବୁଝିଲେ। ପ୍ରତ୍ୟେକ ଥର 30-35 ଦିନ ହୁଏ, କିନ୍ତୁ ବର୍ତ୍ତମାନ ଏ ବର୍ଷ 40 ଦିନ ଖଣ୍ଡେ ଆମକୁ ସମୟ ମିଳିଲାଣି। ତେଣୁକରି 5 ଦିନ ପୂର୍ବରୁ ସାରିବା ପାଇଁ ଚେଷ୍ଟା କରୁଛୁ। 4-5 ଦିନ ପୂର୍ବରୁ ସାରିବା ପାଇଁ ଚେଷ୍ଟା କରୁଛୁ। ଜୟ ଜଗନ୍ନାଥ। ମୁଁ ତାରିଣୀ ବସନ୍ତ କୁମାର, ମୁଁ ରଥଯାତ୍ରାର କମିଟି ମେମ୍ବର ଅଛି। ବର୍ତ୍ତମାନ ଆମର ଅକ୍ଷୟ ତୃତୀୟା ରଥଯାତ୍ରା ଆରମ୍ଭ ହେଲା, ସେଦିନ କାମ ଆରମ୍ଭ ହେଲା। ଆମର ପ୍ରସ୍ତୁତି ବୈଠକ ପୂର୍ବରୁ ହେଇଥିଲା, ଆମର ରଥଯାତ୍ରାରେ ଶୁଭାରମ୍ଭ କରାହେଲା। ବର୍ତ୍ତମାନ ଆଜି ଅଖ ଚକ ଲାଗିଲା, ଆଉ ନୂଆ କାଠ ବି ଆସିଲା, ମିଲ୍ ପାଖରେ ପଡିଛି। ମିଲ୍ ଆମର ପରମିଶନ ପାଇଁ ପଠାଇଛି, ପରମିଶନ ଗ୍ରାଣ୍ଟ ହେଲା। 2-3 ଦିନ କାଠ କଟା ହବ। ବର୍ତ୍ତମାନ 10 ଜଣ ଲେବର କାମ କରୁଛନ୍ତି। କାଲି ପରଦିନଠୁ ଆଉ ରାଜମିସ୍ତ୍ରୀ 15 ଜଣ ଆସିବେ। ଟୋଟାଲ 25 ଜଣ କାମ କରିବେ। ଆଉ ନୂଆ କାଠ ଯାହା ଯାହା ଆବଶ୍ୟକ ପଡୁଛି, ଯୋଉ ନଷ୍ଟ ହେଇଛି ସେ କାଠ ଯାକ ନୂଆ ଲଗାହବ। ଆଉ ଯୋଉ ପୁରୁଣା କାଠ ଠିକ ଅଛି ତାର ଲଗାଇ ଠିକ ଠାକରେ। ଏବଂ ଆଗାମୀ 10 ତାରିଖ, ଆଗାମୀ ମାସ 10 ତାରିଖ ସୁଦ୍ଧା ରଥ କମ୍ପ୍ଲିଟ ହେବା ପାଇଁ ଆମେ ବଳବଦ୍ଧ ପ୍ରିପେୟାର ହେଇକି ଅଛୁ। 21% ବନ୍ଦ କରିବା ପାଇଁ ଚେଷ୍ଟା କରାଯାଇଛି। ଗଛ ବି ମିଳିଛନ୍ତି, ଆଉ ସେମାନେ ଦାନ କରିଛନ୍ତି। ଗଛ କିଣା ହେଇନି, କୌଣସି ଗଛ କିଣା ହେଇନି। ଆଉ ତହସିଲଦାର ସବକଣ୍ଟ୍ରୋଲ ନିଜେ ଯାଇଛନ୍ତି, ଆଉ ଦେଖିକି ଗଛ କଟା ହେଇକି 5ଟା ଗଛ ଆସିଛି, ସେଟା ମିଲ୍ ପାଖରେ ପଡିଛି। ମିଲରେ ଆମର ଏସିଏଫ ପରମିଶନ ଆସିଲେ ମିଲରେ କଟା ହବ। 2-3 ଦିନ ଭିତରେ କଟା ହବ। ମୁଁ ତ କହୁଛି ସେଟା ଅସୁବିଧା ହବ ହିଁ ହବ, କିନ୍ତୁ କାରଣ କ'ଣ, ଆମର ରାସ୍ତା ବାଇପାସ୍ ନାହିଁ। ଯଦି ଲୋକ ଟିକେ ମାସେ ଟିକେ ସମସ୍ତଙ୍କ ପାଇଁ ଟିକେ ଅସୁବିଧା, ଲୋକମାନଙ୍କୁ ଅନୁରୋଧ କରୁଛି ସେମାନେ ଟିକେ ଏମିତି ଟ୍ରାଫିକଟା ଫେଲେଷ୍ଟ୍ରିଟ୍ ନ ଯାଉଣୁ, ଅନ୍ୟ ରାସ୍ତା ଟିକେ ଗଲେ ଯାଇଥିଲେ ଭଲ ହେଇଥାନ୍ତା। ମୋର ଟିକେ ଅନୁରୋଧ ଥିଲା ସେମାନଙ୍କ ପାଇଁ। ଆଉ ଗୋଟେ କଥା କହୁଛି, ସକାଳ 9ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଫେଲେଷ୍ଟ୍ରିଟ୍ ରାସ୍ତାଟା ବନ୍ଦ ହବ, ଏବଂ ଆଗାମୀ ଦିନ ରଥଯାତ୍ରା ପର୍ଯ୍ୟନ୍ତ କମ୍ପ୍ଲିଟ ବନ୍ଦ ହବ। ଆଉ ସନ୍ଧ୍ୟା 5ରୁ 6ଟା ପରେ ବାଇପାସ୍ ପାର୍ଶ୍ୱିକ ଖୋଲା ହବ ରାସ୍ତା। ଆଉ ଯେମିତି ଆମର ସେ ସାଇଡ୍ ଅଛି, ଏପଟ ସାଇଡ୍ ଅଛି, ଲୋକମାନଙ୍କୁ ଅନୁରୋଧ କରୁଛି ସେମାନେ ସେ ସାଇଡ୍ରେ ବାଇପାସ୍ କରି ପଳେଇଯାଆନ୍ତୁ। ଫେଲେଷ୍ଟ୍ରିଟ୍ ରଥ ଦେଇକି ଆଗରେ ନ ଯିବାଟା ଭଲ, ରଥ ବାଜିବ ଏବଂ ସେମାନେ ଦୁର୍ଘଟଣାଗ୍ରସ୍ତ ହେଇପାରନ୍ତି। ଆମେ ବି ତା ପାଇଁ ଦୁଃଖିତ। ସେମାନେ ଯେମିତି ନ ଆସିଲେ ଆମ ପାଇଁ ସୁବିଧା ହବ। ଏ ବର୍ଷ ପୁରା ସମସ୍ୟା ନାହିଁ, ଆରମ୍ଭରେ ଏକଦମ ହସ ଖୁସିରେ ଚାଲିଛି। ଆଉ ଶ୍ରମିକଙ୍କର ତାଙ୍କର ମୂଲ୍ୟଟା ବଢିଆ ଥିଲା, ତାଙ୍କର ଦୈନନ୍ଦିନ
সেটা 650 କରାହେଲା ଏବଂ ମିସ୍ତ୍ରୀ ମାନଙ୍କୁ 700 ରୁ 800 ଟଙ୍କା କରିବା ପାଇଁ ନିର୍ଦ୍ଦେଶ ଦେଇଛି। ସେମାନେ ଆସିଲା ପରେ ନେଗୋସିଏସନ କରାହବ, ସେମାନେ ଫାଇନାଲ ହେଇଗଲା ସେମାନେ କାମ କରିକି ଆସିବେ।